ଆଜିର ଗପଟି ହେଉଛି ମାଉସୀ ଘର। ଆଜିର ବର୍ତ୍ତମାନ ସମୟରେ ଏଇ ଯୋଉ ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ ଭକ୍ତ ଭଗବାନ ଅଛନ୍ତି କି ନାହାନ୍ତି ଏଇ ସବୁ ଉପରେ ଯୋଉ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ତାରି ଭିତରେ ଆଜିର ଗପଟି ନିଶ୍ଚିନ୍ତ ଭାବରେ ଅନେକ ପ୍ରଶ୍ନର ସମାଧାନ କରିଦେବ। এই ଗପଟିର ଗାଳ୍ପିକ ହେଉଛନ୍ତି ମୋର ବଡ ଭାଇ ବିଭୁ ହୋତା। ମାଉସୀ ଘର ଛୋଟିଆ ଗପଟିଏ। ଦୁଇ ଜଣ ବିଦେଶୀ ପୁରୀ ଆସିଥାନ୍ତି। ରଥଯାତ୍ରା ଘଡ଼ି ଲୋକ ହାଉଯାଉ, ବଡ଼ଦାଣ୍ଡ ମଣିଷ ସମୁଦ୍ର, ସୋରିଷ ପକେଇବାକୁ ଜାଗା ନାହିଁ। ବିଦେଶୀ ଦୁଇ ଜଣ ଜୁଳୁଜୁଳୁ କରି ସବୁ ଦେଖୁଥାନ୍ତି, ଆଶ୍ଚର୍ଯ୍ୟ ହେଉଥାନ୍ତି, କାହାକୁ ବେଳେ ବେଳେ କିଛି ପଚାରୁଥାନ୍ତି, ହେଲେ ସମସ୍ତେ ବୁଝିପାରୁନଥାନ୍ତି। ଶେଷରେ ଜଣେ ଅଧେ ତାଙ୍କୁ ଇଂରାଜୀ ଭାଷାରେ ବୁଝାଇ ଦେଲେ ରଥଯାତ୍ରା ବିଷୟରେ। ସେମାନେ ଦେଖୁଥାନ୍ତି କେମିତି ଜଗନ୍ନାଥଙ୍କୁ ଦେଖି ମଣିଷମାନେ ବାୟା ପାଗଳଙ୍କ ଭଳି ହେଉଛନ୍ତି। କେହି କେହି କାନ୍ଦୁଥାନ୍ତି ଠାକୁରଙ୍କୁ ଦେଖି। ଚୌଦିଗ ଗଗନ ପବନ ମୁଖରିତ, ବାଦ୍ୟ ଭକ୍ତି ଭାବ ଭକ୍ତ ଲୁହ କୋହ ସବୁ କିଛିର ମିଶାମିଶି ଏକ ଅଦ୍ଭୁତ ଭାବାବେଗ ପରିବେଶ। ସେମାନେ ଏତେ ଦେଶ ବୁଲିଛନ୍ତି, ହେଲେ ଗୋଟିଏ ବିଶ୍ୱାସର ପଛରେ ଆଧୁନିକ ମଣିଷ ଏମିତି ଭାବପ୍ରବଣ ହୋଇଯିବାଟା ସେମାନେ କେବେ ଦେଖି ନାହାନ୍ତି। ଏସବୁ ଦେଖି ସେମାନଙ୍କ ମନରେ ଗୋଟେ ପ୍ରଶ୍ନ ଉଠିଲା, ଏଇ ଯୋଉ ଠାକୁର ଏତେ ଆୟୋଜନ କରି ବାହାରିଛନ୍ତି, ସେ ଯାଉଛନ୍ତି କୁଆଡେ? ଠାକୁର ତ ମନ୍ଦିରରେ ପୂଜା ପାଆନ୍ତି ଇଣ୍ଡିଆରେ, ଏହା ସେ ଅନୁଭବ କରିସାରିଲେଣି, ହେଲେ ଏ ଠାକୁର ପଳଉଛନ୍ତି କୁଆଡେ? ଏ ପ୍ରଶ୍ନ ତାଙ୍କ ମନରେ ଦାନା ବାନ୍ଧିଲା। ଗୋଟାଏ ଯୋଡ଼ାଏ ଲୋକଙ୍କୁ ସେ ପଚାରିଲେ। ଶେଷରେ ଜଣେ ବୁଝିଗଲା। ଓଡ଼ିଆ ଲୋକଟି ସେମାନଙ୍କ ପ୍ରଶ୍ନ ଶୁଣି ଇଂରାଜୀରେ ଯାହା କହିଲେ ତାର ସାରାଂଶ ଏଇପରି। ଏଇ ଯୋଉ ଠାକୁର ରଥରେ ବସିଛି, ସେ ଠାକୁର ବେଳେ ତ ଠାକୁର, ହେଲେ ଅଧିକାଂଶ ବେଳେ ସେ ଏଇ ମଣିଷ ମାନଙ୍କ ଭଳି ମଣିଷଟିଏ। ତା ଭକ୍ତ ତାକୁ ତୁ ତା କରେ, ତା ଭକ୍ତ ତାକୁ ଗାଳି କରେ, ଅଭିମାନ କରେ। ଓଡ଼ିଆ ଜାତିର ବିଶ୍ୱାସ ହିଁ ଠାକୁର ପାଲଟି ଯାଇ ରଥରେ ବସିଛି। ଓଡ଼ିଆ ଲୋକଟି ଏତିକି ବୁଝାଇବା ବେଳେ ଟିକେ କୋହ ଢୋକିଲା, ହେଲେ ଏ ଉତ୍ତରରେ ସେମାନଙ୍କ ପ୍ରଶ୍ନର ଉତ୍ତର ତ ନଥିଲା। ସେମାନେ ପୁଣି ପଚାରିଲେ, ଠାକୁର ଯାଉଛନ୍ତି କୁଆଡେ? ମୁଁ ମୋ ଉତ୍ତର କହିସାରିନି। ଓଡ଼ିଆ ଲୋକଟିର ଭାରି ଭାରି ଓଦା ଓଦା ତୁଣ୍ଡ। ହେଲେ ଠାକୁର କଥା କହିବା ବେଳେ ତୁମେ ଇମୋସନାଲ ହେଉଛ କାହିଁକି? ସେମାନେ ପଚାରିଦେଲେ। ୟାର କିଛି ଉତ୍ତର ନ ଦେଇ ଲୋକଟି କହିଲା, ଠାକୁର ମାଉସୀ ଘର ଯାଉଛନ୍ତି। ଯାହା କିଛି କଥାବାର୍ତ୍ତା ସବୁ ଇଂରାଜୀରେ ଚାଲିଥିଲା, ଏଇ ମାଉସୀ ଘର ଶବ୍ଦଟା ଶୁଣି ଦୁଇ ବିଦେଶୀ ଏକାବେଳକେ ଆଶ୍ଚର୍ଯ୍ୟ, ମାଛି ଘର କହି ଉଠିଲେ। ଏଇ ମାଉସୀ ଘରଟା କଣ ବୁଝାଇ ଦେଲା ଓଡ଼ିଆ ମଣିଷ? ସେମାନେ ନୀରବ ହୋଇଗଲେ କ୍ରମଶଃ ଓ ଶବ୍ଦଟାକୁ ଭଲ କରି ବୁଝୁଥିଲେ କ୍ରମଶଃ। ଓ ବୁଝି ସାରିବା ପରେ ଓଡ଼ିଆ ଲୋକଟିକୁ କୁଣ୍ଢାଇ ପକାଇ କହିଲେ, ଆମ ଦେଶରେ ଯୋଉଠି ମଣିଷ ମଣିଷ ଭିତରେ ସାମାଜିକ ସମ୍ପର୍କ ନାହିଁ, ସେତେବେଳେ ଇଣ୍ଡିଆରେ ଠାକୁରଙ୍କର ବି ଗୋଟିଏ ବନ୍ଧୁ ଘର ଅଛି। ଆହା, ଆମେ ତ ଜାଣିପାରୁନୁ ଏଯାଏ ଏଠି କିଏ କାହାର, ଆମେ ତ ଜାଣିପାରୁନୁ ଏଯାଏ ଏଠି କିଏ କାହାର ଭକ୍ତ। ଏ ଜାତିର ମଣିଷ ମାନେ ଏ ଠାକୁରଟିର, ନା ଏ ଠାକୁରଟି ଏ ମଣିଷ ମାନଙ୍କର?